ଆଜିର କିଛି ସୁନ୍ଦର ନୀତି ଶିକ୍ଷା। ଲୋକ ଧନୀ ହୋଇପାରେ, ମାତ୍ର ତା ଧନ ଯଦି ମାନବ ସେବାରେ ନ ଲାଗେ ତେବେ ତା ବଡ଼ ପଣିଆର ମୂଲ୍ୟ କ'ଣ? ଖଜୁରୀ ଗଛ ବଡ଼ ହେଲେ କ'ଣ ହେବ? ତାର ଛାୟା ନାହିଁ। ଉଚ୍ଚ କୂଳରେ ଜାତ ହୋଇ ଉଚ୍ଚ କର୍ମ ନ କଲେ ସଂସାରରେ ପ୍ରଶଂସା ମିଳେ ନାହିଁ। ସୁନା ପାତ୍ରରେ ମଦ ପୂର୍ଣ୍ଣ ହୋଇଥିଲେ ସାଧୁମାନେ ତାକୁ ଆଦର କରନ୍ତି ନାହିଁ। ନାମରେ ଭକ୍ତି ଜୀବେ ଦୟା ନରଜନ୍ମର ସର୍ବଶ୍ରେଷ୍ଠ କାର୍ଯ୍ୟ। ଅଜ୍ଞାନତା ମଣିଷକୁ ଉଦ୍ବିଗ୍ନ କରେ, ଜ୍ଞାନ ଆଣିଦିଏ ଶାନ୍ତି। ଅଜ୍ଞାନତା ଦୁଃଖ ଏବଂ ଜ୍ଞାନ ଆନନ୍ଦର ପ୍ରତୀକ। ଶ୍ରଦ୍ଧା ଓ ବିଶ୍ୱାସ ଦୁଇ ଭାଇ, ଗୋଟିଏ ଆସିଲେ ଅନ୍ୟଟି ଆସେ। ନିଜର କୁକର୍ମ ପାଇଁ ଅନୁତାପ କଲେ ପରମ ପିତା କ୍ଷମା କରିଥାନ୍ତି। ଯଦି ସାଧନାରେ ଉନ୍ନତି କରିବାକୁ ଚାହଁ ତେବେ କପଟତା ତ୍ୟାଗ କର। ମୋର ସମ୍ମାନ ମୋର ଜୀବନ, ମୋର ଜୀବନ ଚାଲିଗଲେ ମୋର ଜୀବନ ତୁଚ୍ଛ। ଦୁର୍ବୃତ୍ତ ବ୍ୟକ୍ତି ତାର ଉଦ୍ଦେଶ୍ୟ ସାଧନ ପାଇଁ ଶାସ୍ତ୍ରକୁ ମଧ୍ୟ ଉପଲକ୍ଷ୍ୟ ଦିଏ। ଆପଣ ନିଜେ ଅନ୍ୟ ପାଇଁ ଭଲ ହେଲେ ସେମାନେ ଆପଣଙ୍କୁ ସର୍ବୋତ୍ତମ ବୋଲି ମନେ କରିବେ। ଯେ ବାପାଙ୍କୁ କାନ୍ଦିବା ମନା। ଦିନେ ବାପାଙ୍କ ପାଦ ଚିପୁ ଚିପୁ ହାତ ମାରିବାକୁ ଇଚ୍ଛା ହେଲା ତାଙ୍କ ଛାତିରେ। ଏତେ ସବୁ ଯନ୍ତ୍ରଣାକୁ ସହୁଥିବା ବାପାଙ୍କ ଛାତି କେଉଁ ଧାତୁରେ ଗଢ଼ା? ଛାତିଟା ପଥର ପରି ନା ବାପା ଛାତିକୁ ପଥର କରି ଦେଇଛନ୍ତି? ମୁଁ ଲୁହ ଦେଖିବାକୁ ଅସମର୍ଥ ନା ବାପା କେବେ ଲୁହ ଦେଖାଇ ନାହାନ୍ତି? ବାପା କ'ଣ କେବେ କାନ୍ଦି ନଥିବେ? ଅର୍ଥର ଅଭାବପଣରେ, ପାରିବାରିକ ଝଡ଼ଝଞ୍ଜାରେ, ଯନ୍ତ୍ରଣାର କରୁଣ ରାଗିଣୀରେ। ସେଦିନ ହୃଦଘାତରେ ବୋଉର ଅଚାନକ ଚାଲିଯିବା ଖବର ପାଇ ବାପା ଅଫିସରୁ ଛୁଟି ନେଇ ଘରକୁ ଆସିଥିଲେ। ବାପାଙ୍କୁ ଦେଖି ସବୁ ଭାଇ ଭଉଣୀ, ବନ୍ଧୁ ପରିଜନ, ସାହି ପଡ଼ୋଶୀ ଭୋ ଭୋ କାନ୍ଦିବାକୁ ଲାଗିଥିଲୁ। ମାତ୍ର ବାପା ନୀରବ ନିଶ୍ଚଳ। ତାଙ୍କ ପାଦଠାରୁ ମୁଣ୍ଡ ଯେମିତି ନୀରବତା ଛାଇ ହୋଇ ଯାଇଥାଏ। ବାପାଙ୍କ ଆଖିରେ ଟୋପାଏ ବି ଲୁହ ନାହିଁ। ସେ କ'ଣ ବୋଉକୁ ଭଲ ପାଆନ୍ତିନି? ବିଗତ 30 ବର୍ଷର ମଧୁମୟ ସମ୍ପର୍କକୁ ଛିନ୍ନ କରି ବୋଉ ଆରପାରିକୁ ଚାଲି ଯାଇଛି। ବାପା ଦୁଃଖରେ ଆତ୍ମହରା ହେବା ବଦଳରେ ତାର ସତ୍କାର କେମିତି କରାଯିବ, ଶୁଦ୍ଧିକ୍ରିୟା କିପରି କରିହେବ ସେଥିରେ ବ୍ୟସ୍ତ। ଜୟ ଶ୍ରୀ ଜଗନ୍ନାଥ।